ଦୁର୍ଘଟଣାରେ ବାଇକ୍ ଚାଳକ ମୃତ, ଜଣେ ଗୁରୁତର ଆହତ। ମୟୂରଭଞ୍ଜ ଜିଲ୍ଲା ମହୁଡ଼ା ବ୍ଲକ ତଥା ବେତନଟୀ ଥାନା ଅଧୀନ ଭାଲିଆଡିହା ପଞ୍ଚାୟତର କଲରାଫୁଲିଆ ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସନ୍ଧ୍ୟା 7ଟା ସମୟରେ କଲରାଫୁଲିଆ ଗ୍ରାମର ଦୁଇ ଜଣ ମହିଳା ରାଇମଣି ସିଂ ଓ ବାସନ୍ତୀ ସିଂ ଚାଲି ଚାଲି ଘରକୁ ଯାଉଥିବା ସମୟରେ 12 ମାଇଲ ପଟୁ ଦ୍ରୁତ ଗତିରେ ବାଇକ୍ ଆସି ସେମାନଙ୍କୁ ଧକ୍କା ଦେଇ ଘୋଷାଡ଼ି ହୋଇ ପଡ଼ିଥିଲା। ଉକ୍ତ ଦୁର୍ଘଟଣାରେ ରାଇମଣି ସିଂ ଗୁରୁତର ଆହତ ହୋଇଥିବା ବେଳେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତେବେ ଯୁବକ ଜଣକ ବାରିପଦା ବ୍ଲକ ଅନ୍ତର୍ଗତ ରାଜାବସା ପଞ୍ଚାୟତ ଅଧୀନ ଶିଖାର ଘାଟିର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଖବର ପାଇ ବରଜାମ୍ବଣୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ସମ୍ଭାଳିବା ସହିତ ଘଟଣାର ତଦନ୍ତ ଚଳାଇଛନ୍ତି। ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ ବାଇକ୍ ଚାଳକ ହେଲମେଟ୍ ପିନ୍ଧି ନଥିବାରୁ ଜୀବନ ଯାଇଛି। ତେଣୁ ବାଇକ୍ ଚାଳନା ସମୟରେ ହେଲମେଟ୍ ପିନ୍ଧିବା କେତେ ଜରୁରୀ ଆପଣମାନେ ଥରେ ଚିନ୍ତା କରି ଦେଖନ୍ତୁ।